नमस्कार दर्शक बंधु शारदीय अभिनंदन सहित आज प्रजन्म को मु स्वागत करुछि डॉक्टर देवानंद दास। एबे सचराचर शारदीय उत्सवर महल माँ जगत जननी आद्यशक्ति दशभुजा दुर्गांकर आराधना सबुठी चली। आसंतु तांकरी वंदनार आरंभ करिबा आजिर कार्यक्रम को। गिरि नंदिनी नंदित मेदिनी विश्व विनोदिनी नंदिनुते गिरिवर विंध्य शिरोधिनी वासिनी विष्णु विलासिनी जिष्णुनुते भगवती हे सिति कंठ कुटुंबिनी भूरि कुटुंबिनी भूति कृते जय जय हे महिषासुर मर्दिनी रम्य कपर्दिनी शैलसुते वर्षिणी दुर्धर धर्षिणी दुर्मुख मर्षिणी हर्षरते त्रिभुवन पोषिणी शंकर तोषिणी कण्मसमोषिणी घोषरते तनुजनि रोषिणी दुर्मद शोषिणी दुर्मुनि रोषिणी सिन्धुसुते जय जय हे महिषासुर मर्दिनी रम्य कपर्दिनी शैलसुते जगदम्ब कदम्ब वन प्रिय वासिनी तोषिणी हासरते शिखरि शिरोमणि तुंग हिमालय शृंग निजालय मध्यगते मधु मधुरे मधु कैटभ गंजिनी महिष विदारिणी रासरते जय जय हे महिषासुर मर्दिनी रम्य कपर्दिनी शैलसुते आज प्रथम कविता आद्यशक्ति दशभुजा माँ दुर्गा को नहीं। कविता दुर्गा वंदना, कवि सोमनाथ राजगुरु। दुर्गा वंदना रचना सोमनाथ राजगुरु। हिमगिरी नंदिनी सितिकंठ कुटुंबिनी हिमगिरी नंदिनी सितिकंठ कुटुंबिनी भगवती महिषा मर्दिनी विंध्यगिरी निवासिनी माँ विंध्यगिरी निवासिनी गिरिवर शिरोधिनी वासिनी नियते गिरिवर शिरोधिनी वासिनी नियते हे विश्व विनोदिनी शैल सुते हे विश्व विनोदिनी शैल सुते धनुजनाशिनी मंदार मालिनी त्रिभुवन विलासिनी माँ विंध्यगिरी विलासिनी माँ विंध्यगिरी निवासिनी भुवन पालिनी शंकर तोषिणी सुरासुर बंदिनी कानन विहरिणी प्रलयकारिणी सुषमा शिरोमणि वन प्रिय वासिनी शिवानी माँ विंध्यगिरी निवासिनी माँ विंध्यगिरी निवासिनी मधु मधुरे मधु कैटभ गंजिनी दुर्जन हारिणी दुख विनाशिनी मधु मधुरे मधु कैटभ गंजनी दुर्जन हारिणी दुख विनाशिनी तो पादे शरण रक्षणी दुसहवासिनी माँ भवानी
ବିନ୍ଧ୍ୟଗିରି ନିବାସିନୀ ମା ବିନ୍ଧ୍ୟଗିରି ନିବାସିନୀ। ସଜ୍ଜନ ପାଳିନୀ ଦୁର୍ଜନ ସଂହାରିଣୀ ସଜ୍ଜନ ପାଳିନୀ ଦୁର୍ଜନ ସଂହାରିଣୀ ତୋ ବାନା ଉଡ଼େ ଫର ଫର ମା ଭବାନୀ ତୋ ବାନା ଉଡ଼େ ଫର ଫର ମା ଭବାନୀ ଦୁର୍ଗତି ନାଶିନୀ ସଂସାର ପାଳିନୀ ଦୁର୍ଗତି ନାଶିନୀ ସଂସାର ପାଳିନୀ ମଙ୍ଗଳକାରିଣୀ ତୋ ବାଣୀ ମା ବିନ୍ଧ୍ୟଗିରି ନିବାସିନୀ ମା ବିନ୍ଧ୍ୟଗିରି ନିବାସିନୀ। ହିମଗିରି ବାସିନୀ ହିମଗିରି ନନ୍ଦିନୀ ଶୀତିକଣ୍ଠ କୁଟୁମ୍ବିନୀ ଭଗବତୀ ମହିଷା ମର୍ଦିନୀ ମା ବିନ୍ଧ୍ୟଗିରି ନିବାସିନୀ ମା ବିନ୍ଧ୍ୟଗିରି ନିବାସିନୀ। ଭାରତୀୟ ସଂସ୍କୃତିରେ କେଉଁ ଅନାଦି କାଳରୁ ଦେବୀ ପୂଜା ପରମ୍ପରା ଚାଲି ଆସିଛି। ଗଡ଼ଜାତ ଢେଙ୍କାନାଳ ମଧ୍ୟ ଏଥିରୁ ବିଚ୍ୟୁତ ନୁହେଁ। ଆସନ୍ତୁ ଏବେ ଦେଖିବା ପ୍ରବନ୍ଧ ଢେଙ୍କାନାଳର ଶାକ୍ତ ପରମ୍ପରା ଓ ଭୀମାନଗରୀର ଦୁର୍ଗାଷ୍ଟମୀ ପର୍ବ। ପ୍ରାବନ୍ଧିକ ମଙ୍ଗରାଜ ମହାପାତ୍ର। ନମସ୍କାର, ମୁଁ ମଙ୍ଗରାଜ ମହାପାତ୍ର। ପବିତ୍ର ଦଶହରା ଉପଲକ୍ଷେ ପ୍ରଜନ୍ମର ଅଗଣିତ ଦର୍ଶକ ବନ୍ଧୁମାନଙ୍କୁ ମୋର ପ୍ରୀତିଭରା ଶୁଭେଚ୍ଛା। ମୋର ପ୍ରବନ୍ଧର ଶୀର୍ଷକ ହେଉଛି ଢେଙ୍କାନାଳର ଶାକ୍ତ ପରମ୍ପରା ଓ ଭୀମାନଗରୀର ଦୁର୍ଗାଷ୍ଟମୀ ପର୍ବ। ଏହି ସେ ମାଟି ଯାହାର କୂଳ ଛୁଇଁ ଝରଝର ହୋଇ ବହିଯାଉଛି ପବିତ୍ର ବ୍ରାହ୍ମଣୀ। ଏହି ସେ ମାଟି ଯେଉଁଠି ଦେଶ ପାଇଁ ପ୍ରାଣ ଦେଇ ଅମର ହୋଇଛି ବୀର ବାଳକ ବାଜି ରାଉତ। ଏହି ମାଟି ଜନ୍ମ ଦେଇଛି ଦେବୀ ସୁଲକ୍ଷଣା, କବି ବ୍ରଜନାଥ ବଡ଼ଜେନା, ଭାଷାବିତ୍ ପ୍ରଫେସର ଗୋଲକ ବିହାରୀ ଧଳ ପ୍ରମୁଖ ସାରସ୍ୱତ ସ୍ରଷ୍ଟାଙ୍କୁ। ପୁଣ୍ୟପୀଠ କପିଳାସ ଏହି ମାଟିର ଆଧ୍ୟାତ୍ମିକତାର ପରିଚୟ ବହନ କରୁଥିବା ବେଳେ କଳଙ୍କିତ ଯତନନଗର କହିଥାଏ ଏହି ମାଟିର ଦୁଃଖଭରା କରୁଣ କାହାଣୀ। ସମୟର ପରିବର୍ତ୍ତନ ସହିତ ବଦଳି ଯାଇଛି ସଭ୍ୟତା ଏବଂ ବଦଳି ଯାଇଛି ଭୂମି ରୂପ। ବର୍ତ୍ତମାନ ଏହି ମାଟି ଢେଙ୍କାନାଳ ନାମରେ ପରିଚିତ, ମାତ୍ର ପ୍ରାଚୀନ କାଳରେ ଏହାର ନାମ ଏହିପରି ନଥିଲା। ବ୍ରାହ୍ମଣୀ ନଦୀ ଦ୍ୱାରା ଏହା ଦୁଇ ଭାଗରେ ବିଭକ୍ତ ହୋଇଥିଲା, ତେଣୁ ଏହାକୁ ଉତ୍ତର ବ୍ରାହ୍ମଣୀୟ ଓ ଦକ୍ଷିଣ ବ୍ରାହ୍ମଣୀୟ ନାମରେ ନାମିତ କରାଯାଇଥିଲା। ବ୍ରାହ୍ମଣୀ ନଦୀର ଉତ୍ତର ପାର୍ଶ୍ୱରେ ଗଣ୍ଡ ଏବଂ ଦକ୍ଷିଣ ପାର୍ଶ୍ୱରେ ଶବରମାନେ ବସବାସ କରୁଥିଲେ। ପରବର୍ତ୍ତୀ ସମୟରେ ବ୍ରାହ୍ମଣୀ ନଦୀପଥ ଦେଇ ଏହି ଭୂମିଖଣ୍ଡକୁ ଆର୍ଯ୍ୟମାନଙ୍କର ଆଗମନ ଘଟିଲା। ତେଣୁ ଆଧୁନିକ ଢେଙ୍କାନାଳର ଭାଷା ଓ ସଂସ୍କୃତି ଉଭୟ ଆର୍ଯ୍ୟ ଓ ଅନାର୍ଯ୍ୟମାନଙ୍କର ଭାଷା ଓ ସଂସ୍କୃତିର ସମ୍ମିଶ୍ରଣରେ ସମୃଦ୍ଧ ହୋଇଛି। ଆଧୁନିକ ଢେଙ୍କାନାଳ ପ୍ରାଚୀନ କାଳରେ କେତେ ଗୁଡ଼ିଏ ମଣ୍ଡଳରେ ବିଭକ୍ତ ହୋଇଥିଲା। ସେଥିମଧ୍ୟରୁ ଅନ୍ୟତମ ଥିଲା କୋଦଳକ ମଣ୍ଡଳ, ଯାହାକି ଢେଙ୍କାନାଳର କେନ୍ଦ୍ର ଭାଗରେ ଅବସ୍ଥିତ ଥିଲା। ଏହାକୁ ବର୍ତ୍ତମାନ କୁଆଳୁ ଗ୍ରାମ ବୋଲି କୁହାଯାଉଅଛି। ଏହି କୋଦଳକ ମଣ୍ଡଳ ସୁଳ୍କୀ ରାଜାମାନଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା। ସୁଳ୍କୀ ମାନଙ୍କର ପ୍ରଥମ ରାଜା ଥିଲେ କାଞ୍ଚନସ୍ତମ୍ଭ। କାଞ୍ଚନସ୍ତମ୍ଭଙ୍କର ପୁତ୍ର କୁଳସ୍ତମ୍ଭ ଧେକଟା ବା ଢେକା ନାମକ ଶବରକୁ ପରାସ୍ତ କରି ବିକ୍ରମାଦିତ୍ୟ ଉପାଧି ଧାରଣ କରିଥିଲେ। ପଣ୍ଡିତ ବିନାୟକ ମିଶ୍ରଙ୍କ ମତରେ ଧେକଟା ଶବ୍ଦରୁ ଢେଙ୍କା ଶବ୍ଦର ଉତ୍ପତ୍ତି ହୋଇଛି ଏବଂ ତଦନୁସାରେ ଢେଙ୍କାନାଳର ଶବ୍ଦର ଉତ୍ପତ୍ତି ହୋଇଛି। କୋଦଳକ ମଣ୍ଡଳର ସୁଳ୍କୀ ବଂଶୀୟ ରାଜାମାନେ ଭୌମ୍ୟକର ରାଜାମାନଙ୍କର ଆଧିପତ୍ୟ ସ୍ୱୀକାର କରିଥିଲେ। ଭୌମ୍ୟକର ରାଜାମାନେ ସେତେବେଳେ ଯାଜନଗର ବା ଆଧୁନିକ ଯାଜପୁର ଅଞ୍ଚଳରେ ଶାସନ କରୁଥିଲେ। ଶାସନଗତ ସୁବିଧା ପାଇଁ ସେମାନେ ବ୍ରାହ୍ମଣୀ ନଦୀ କୂଳରେ ନିଜର ଏକ ରାଜଧାନୀ ପ୍ରତିଷ୍ଠା କରିଥିଲେ ଏବଂ ଏହି ରାଜଧାନୀର ନାମ ସେମାନେ ଭୌମ୍ୟ ନଗର ରଖିଥିଲେ। ପରବର୍ତ୍ତୀ ସମୟରେ ଗଙ୍ଗବଂଶ ଏବଂ ସୂର୍ଯ୍ୟବଂଶର ରାଜାମାନେ ଏହି ଅଞ୍ଚଳରେ ଶାସନ କରୁଥିଲେ। ତେବେ ଗଙ୍ଗବଂଶର ରାଜା ଅନଙ୍ଗ ଭୀମଦେବଙ୍କ ରାଜତ୍ୱ ସମୟରେ ଏହି ଅଞ୍ଚଳ ଭୀମାନଗର ନାମରେ ପରିଚିତ ହୋଇଥିଲା। ବିଶିଷ୍ଟ ସମାଲୋଚକ ସୁରେନ୍ଦ୍ର ମହାନ୍ତିଙ୍କ ରଚିତ ଓଡ଼ିଆ ସାହିତ୍ୟର ଆଦି ପର୍ବରେ ଉଲ୍ଲେଖ ଅଛି ଯେ ତତ୍କାଳୀନ ଓଡ଼ିଶା 9ଟି ଦଣ୍ଡପାଟରେ ବିଭକ୍ତ ହୋଇଥିଲା। ଏହି 9ଟି ଦଣ୍ଡପାଟ ଭିତରୁ ଭୀମାନଗରୀ ଦଣ୍ଡପାଟ ଥିଲା ଅନ୍ୟତମ, ଯାହା ବର୍ତ୍ତମାନ ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକ ଅନ୍ତର୍ଗତ ନାଧରା ଓ ଧଳପୁର ଗ୍ରାମର ମଧ୍ୟବର୍ତ୍ତୀ ଅଞ୍ଚଳରେ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ଥିଲା। ବାସ୍ତବରେ ଢେଙ୍କାନାଳର ପ୍ରାଚୀନ ଐତିହ୍ୟ ଯେପରି ଗୌରବମୟ, ଠିକ୍ ସେହିପରି ଗୌରବମୟ ତାର ସଂସ୍କୃତି ଓ ପରମ୍ପରା। ପ୍ରାଚୀନ କାଳରୁ ଢେଙ୍କାନାଳକୁ ବିଭିନ୍ନ ସମୟରେ ବିଭିନ୍ନ ରାଜାମାନେ ଶାସନ କରି ଆସିଛନ୍ତି।
ରାଜତନ୍ତ୍ରର ପ୍ରଭାବରେ ଧର୍ମକ୍ଷେତ୍ରରେ ଅନେକ ପରିବର୍ତ୍ତନ ଦେଖାଦେଇଛି। ମାତ୍ର ଢେଙ୍କାନାଳରେ ଶାକ୍ତ ପରମ୍ପରା ପ୍ରାଚୀନ କାଳରୁ ଏଯାବତ୍ ଅକ୍ଷୁଣ୍ଣ ରହିଆସିଛି। କୁହାଯାଏ ସୁଳ୍କୀ ବଂଶର ରାଜାମାନେ ପ୍ରଥମେ ଢେଙ୍କାନାଳରେ ଶାକ୍ତ ଶକ୍ତି ଉପାସନା କରିଥିଲେ। ସୁଳ୍କୀ ବଂଶର ରାଜା ରଣସ୍ତଭ ଉଭୟ ଶିବ ଓ ଶକ୍ତିଙ୍କର ଉପାସକ ଥିଲେ। ସ୍ତମ୍ଭେଶ୍ୱରୀ ଥିଲେ ସୁଳ୍କୀ ବଂଶର ଇଷ୍ଟଦେବୀ। ସେହିପରି ଯାଜପୁରରେ ଭୌମ୍ୟ ବଂଶର ଇଷ୍ଟଦେବୀ ରୂପେ ମା ବିରଜା ଏବଂ ବ୍ରାହ୍ମଣୀ ନଦୀ କୂଳରେ ଭୌମ୍ୟ ନଗରୀରେ ମା ରାମଚଣ୍ଡୀ ଇଷ୍ଟଦେବୀ ରୂପେ ପୂଜା ପାଉଥିଲେ। ମା ରାମଚଣ୍ଡୀଙ୍କ ମନ୍ଦିରର ପୂର୍ବରେ ପ୍ରଭୁ କନକେଶ୍ୱର ଏବଂ ପଶ୍ଚିମରେ ପ୍ରଭୁ ରଣେଶ୍ୱରଙ୍କର ମନ୍ଦିର ଅବସ୍ଥିତ ଥିଲା। କେଶରୀ ବଂଶର ରାଜତ୍ୱ ସମୟରେ ରାଜା ରଣକ କେଶରୀଙ୍କ ଦ୍ୱାରା ରଣେଶ୍ୱର ମନ୍ଦିର ଏବଂ ରାଜା କନକ କେଶରୀଙ୍କ ଦ୍ୱାରା କନକେଶ୍ୱର ମନ୍ଦିର ନିର୍ମାଣ ହୋଇଥିଲା। ପ୍ରାଚୀନ ମନ୍ଦିର ଗୁଡ଼ିକ ଧ୍ୱଂସ ହୋଇଯିବା ପରେ ଏବେ ନୂତନ ମନ୍ଦିରମାନ ନିର୍ମାଣ କରାଯାଇଅଛି। କାଳର କରାଳ ଗର୍ଭରେ ଭୀମାନଗରୀ ସଭ୍ୟତା ଲୋପ ପାଇଯାଇଛି, ମାତ୍ର ତାର ପରମ୍ପରା ଏଯାବତ୍ ଜୀବିତ ରହିଛି, ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ମା ରାମଚଣ୍ଡୀଙ୍କର ପବିତ୍ର ଦୁର୍ଗାଷ୍ଟମୀ ପର୍ବ। ଏହି ପର୍ବ ବହୁ ପ୍ରାଚୀନ କାଳରୁ ପାଳିତ ହୋଇ ଆସୁଅଛି। ଏହି ପର୍ବ ପ୍ରତିବର୍ଷ ଆଶ୍ୱିନ ମାସ ଅଷ୍ଟମୀ ତିଥିରେ ପାଳିତ ହୋଇଥାଏ। ଏହି ପର୍ବର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହି ଦିନ କନ୍ୟା ବର ଘରକୁ ବିବାହ ନିମନ୍ତେ ଆସିଥାନ୍ତି, ଅର୍ଥାତ୍ ମା ରାମଚଣ୍ଡୀ ପ୍ରଭୁ ରଣେଶ୍ୱରଙ୍କ ନିକଟକୁ ଆସିଥାନ୍ତି ବିବାହ ନିମନ୍ତେ। ଏହି ପ୍ରଥା ସହିତ ପ୍ରାଚୀନ ସମାଜର ପୁଆଣି ବା ବାଲ୍ୟ ବିବାହ ପ୍ରଥା ଜଡ଼ିତ ଥିବାର ଜଣାଯାଏ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସବୁ ଶ୍ରେଣୀର ଲୋକମାନେ ଏହି ପର୍ବରେ ଅଂଶଗ୍ରହଣ କରିଥାନ୍ତି। ମା ରାମଚଣ୍ଡୀଙ୍କର ଏହି ଦୁର୍ଗାଷ୍ଟମୀ ପର୍ବର ସାଂସ୍କୃତିକ ଦିଗଟି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ। ସାଧାରଣତଃ ଦ୍ୱିତୀୟା ଓଷା ଠାରୁ ଅଷ୍ଟମୀ ପର୍ଯ୍ୟନ୍ତ ମା ରାମଚଣ୍ଡୀ ଧଣ୍ଡା ରୂପରେ ସ୍ଥାନୀୟ ମୃଦଙ୍ଗାପଲ୍ଲୀ ଗ୍ରାମରେ ପୂଜା ପାଇଥାନ୍ତି। ଅଷ୍ଟମୀ ଦିନ ସେବାୟତମାନେ ବିରାଟ ଶୋଭାଯାତ୍ରାରେ ମା ରାମଚଣ୍ଡୀଙ୍କର ଶକ୍ତିର ପ୍ରତୀକ ରୂପେ ଧଣ୍ଡାକୁ ନେଇ ପ୍ରଭୁ ରଣେଶ୍ୱରଙ୍କ ନିକଟକୁ ଆସିଥାନ୍ତି। ହିନ୍ଦୁ ରୀତିନୀତି ଅନୁଯାୟୀ ପ୍ରଭୁ ରଣେଶ୍ୱର ଏବଂ ମା ରାମଚଣ୍ଡୀଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥାଏ। ବର୍ଷକରେ ଥରେ ପ୍ରଭୁ ଏବଂ ମାଙ୍କର ଏହି ମିଳନ ଘଟୁଥିବାରୁ ଏହି ଅପୂର୍ବ ମିଳନକୁ ଦର୍ଶନ କରିବା ପାଇଁ ସ୍ଥାନୀୟ ନାଧରା, ଧଳପୁର, ମୃଦଙ୍ଗାପଲ୍ଲୀ, ମାଳିବିଡ଼ ଗ୍ରାମ ସମେତ ବହୁ ଦୂର ଦୂରାନ୍ତରୁ ଭକ୍ତମାନଙ୍କର ସମାଗମ ଘଟିଥାଏ। ବାସ୍ତବରେ ଆମ ଓଡ଼ିଶାର ପ୍ରାଚୀନ ଐତିହ୍ୟ ଓ ପରମ୍ପରା ଅତୀବ ଗୁରୁତ୍ୱପୂର୍ଣ୍ଣ ଅଟେ। ଢେଙ୍କାନାଳର ଭୀମାନଗର ସଭ୍ୟତା ପରି ଆହୁରି ଅନେକ ସଭ୍ୟତା ଲୋକ ଅନ୍ତରାଳରେ ରହିଯାଇଅଛି। ଯଦି ସରକାର ଏହି ସମସ୍ତ ସଭ୍ୟତାକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରଚେଷ୍ଟା କରନ୍ତେ, ତେବେ କେବଳ ଢେଙ୍କାନାଳ ଇତିହାସର ନୁହେଁ ବରଂ ସମଗ୍ର ଉତ୍କଳ ଇତିହାସର ଏକ ଅଜ୍ଞାତ ଅଧ୍ୟାୟ ଲୋକଲୋଚନକୁ ଆସିପାରନ୍ତା ବୋଲି ଏହି ଲେଖକର ବିଶ୍ୱାସ। ନମସ୍କାର। ନାମ ଏକ, ରୂପ ଅନେକ। ଆସନ୍ତୁ এই শারদীয় মহলরে ଆମେ ପରବର୍ତ୍ତୀ କବିତାକୁ ଯିବା। ଜଣେ ଭିନ୍ନ ଦେବୀଙ୍କୁ ଭେଟିବା। କବିତା ଦେବୀ, କବି ସୁରେନ୍ଦ୍ର ପାଣିଗ୍ରାହୀ। ନମସ୍କାର। ମୋର କବିତାର ଶୀର୍ଷକ ଦେବୀ। ମୁଁ କ'ଣ କେବେ ହେଇପାରିଲି ସେମିତି ଦେବୀ ଯାହା ହୁଏତ ତୁମେ ଚାହୁଁଥିଲ ସ୍ୱପ୍ନରେ କି ବାସ୍ତବତା। ବସନ୍ତର କେଉଁ ଏକ ଅଳସ ଅପରାହ୍ନରେ ଏକ ନାଟ୍ୟଘରର ଝାପ୍ସା ଅନ୍ଧାରରେ ଆମର ପ୍ରଥମ ସାକ୍ଷାତ ହେଲା ପରେ ତୁମେ ବେଶ କିଛି ଦିନ ଆଦରି ନେଇଥିଲ ଆତ୍ମନିର୍ବାସନ। ଯଦିଚ ମୁଁ ତୁମକୁ ବେଶ ଖୋଜି ଚାଲିଥିଲି ଚୋରା ଚୈତିର ମଧୁମାଳତୀର ମହକରେ, ବୈଶାଖର ଭିଜା ମାଟିର ଭୁରୁ ଭୁରୁ ବାସ୍ନାରେ, ଆଷାଢ଼ର ଅନ୍ୟ ମନସ୍କତାରେ, ଶରତ ଆକାଶରେ ପାହୁଣ୍ଡ ପକେଇ ପଦ୍ମ ପାଲିଙ୍କିରେ ଓହ୍ଲେଇ ଆସୁଥିବା ଦେବୀ ପାଦର ରକ୍ତିମ ରଙ୍ଗୋଲିରେ ମୁଁ ତୁମକୁ କେତେ ଯେ ଖୋଜିଛି ଦେବୀ। ମୁଁ ତୁମକୁ କେତେ ଯେ ଖୋଜିଛି ଦେବୀ। ପାଚିଲା ଧାନ ଗନ୍ଧରେ ପାଗଳ ହେଉଥିବା ଚଢ଼େଇ ମାନଙ୍କର କିଚିରି ମିଚିରିରେ ମୁଁ ତୁମକୁ କେତେ ଯେ ଖୋଜିଛି ଦେବୀ। ପୌଷର ହେମାଳ ପବନ ଓ ଉମ୍ଭେଇ ନିଆଁର ଡହ ଡହ ଡହକ ଭିତରେ, ଆଉ କେବେ ପତ୍ର ଝଡ଼ାର ବାସନ୍ତୀ ପବନରେ, ତ ମଖମଲି କଅଁଳ ପତ୍ରର ପାଟଳ ରଙ୍ଗର ସୂର୍ଯ୍ୟୋଦୟର ଲାଲିମାରେ
ମୁଁ କ'ଣ କେବେ ହେଇପାରିଲି ସେଇମିତି ଦେବୀ ଯାହା ହୁଏତ ତୁମେ ଚାହୁଁଥିଲ ତୁମ ସ୍ୱପ୍ନରେ କି ବାସ୍ତବତାରେ। ଦେବୀ ଥରଟେ ଆପଣେଇ ନିଅ ମୋତେ, ଦିଅ ତୁମ ହୃଦୟର ତ୍ରିପାଦ ଭୂମିର ବିଶ୍ୱାସ, ଦିଅ ମୋତେ ତୁମ ପ୍ରେମର ସମ୍ବର୍ତ୍ତକ ମେଘର ମହାର୍ଘ ଧାରା, ମୋତେ ଦିଅ ତୁମ ଅନୁରାଗର ଧବଳିମାରେ ଭରା କାଶଫୁଲର ଉଜ୍ଜଳ ଉଚ୍ଛ୍ୱାସ, ମୋତେ ଦିଅ ତୁମ ଭଲ ପାଇବାର ଭୁରୁ ଭୁରୁ ବାସ୍ନାରେ ବିଜା ରଜନୀ ଗନ୍ଧାର ରାଗାତ୍ମକ ରାତିମାନଙ୍କୁ, ମୋତେ ଦିଅ ତୁମ କେଉର କଙ୍କଣ ପରିହିତ 10 ହସ୍ତ ଓ 10 ବିଦ୍ୟା ସଦୃଶ ସମସ୍ତ ଶକ୍ତି ଓ ସାମର୍ଥ୍ୟ ସବୁ। ଆଉ ଦେଖ, ମୁଁ ବି ତୁମ ପାଇଁ ଆହୁରି ଆଣୁଛି ସମୁଦ୍ର ଭିତରୁ ସମନ୍ତକ ମଣି ଓ ଅମୃତର କୁମ୍ଭ। ମୁଁ ବି ପରାସ୍ତ କରି ଇନ୍ଦ୍ରକୁ ପାରିଜାତ ଆଣି ସଜେଇ ଦେଉଛି ଗଭାରେ ତୁମରି। ମୁଁ ବି ଏକା ଏକା ଅଭିମନ୍ୟୁ ସାଜି ଭାଙ୍ଗି ଦେଉଛି ସପ୍ତ ରଥୀଙ୍କର କରାଳ ଚକ୍ର ବିହର କୁଟିଳ କାୟା। ମୁଁ ବି ପ୍ରାଚୀନ ଗ୍ରନ୍ଥମାନଙ୍କରୁ ଚୋରେଇ ଆଣି ସମର୍ପି ଦେଉଛି ତୁମ ହାତରେ ତୁମର ସମସ୍ତ ଇପ୍ସିତ ଆଦ୍ୟ ଓଙ୍କାର ମାନଙ୍କୁ। ମୋତେ ଥରଟେ କେବଳ ଆପଣେଇ ନିଅ ଦେବୀ, ଘୋଡ଼େଇ ରଖ ତୁମ ପ୍ରିୟଙ୍କରୀ ପଣତର ପବିତ୍ର ଛାଇରେ, ଘୋଡ଼େଇ ରଖ ତୁମ ପ୍ରିୟଙ୍କରୀ ପଣତର ପବିତ୍ର ଛାଇରେ। ନମସ୍କାର। ସୁଦାମ କୁମାର ସେଠୀ ଆମ ସମୟର ଯୁବ ପ୍ରତିଭା ଭିତରେ ଅନ୍ୟତମ। ଭୋକକୁ ନେଇ ତାଙ୍କର ଏକ ବିଚିତ୍ର କ୍ୟାନଭାସ। ଆସନ୍ତୁ ଦେଖିବା କବିତା ଭୋକ, କବି ସୁଦାମ କୁମାର ସେଠୀ। କବିତାର ଶୀର୍ଷକ ଭୋକ। ସେଦିନର ସକାଳଟି ଥିଲା ମୋ ଜୀବନର ଶେଷ ସକାଳ। ସେଦିନର ସକାଳଟି ଥିଲା ମୋ ଜୀବନର ଶେଷ ସକାଳ। ଝାଉଁଳା ଫୁଲ ପରି ମୁଁ ଟିକେ ଝାଉଁଳି ପଡ଼ିଥିଲି ମୃତ୍ୟୁ ଶଯ୍ୟା ବିଛଣାଟା ଉପରେ। ଝାଉଁଳା ଫୁଲ ପରି ଟିକେ ଝାଉଁଳି ପଡ଼ିଥିଲି ମୃତ୍ୟୁ ଶଯ୍ୟାର ବିଛଣାଟା ଉପରେ। ଦୋକାନତଳ କେବିନ ଫାଙ୍କରୁ କ'ଣ ସୂର୍ଯ୍ୟର କିରଣ ସତେ ଯେମିତି ମୋର ମୁହଁକୁ ଧୋଇ ଦେଉଥିଲା। ସକାଳର କ'ଣ କିରଣର ଆଭାସରେ ମୁଁ ବି ଚଞ୍ଚଳ ହୋଇ ଉଠିଲି। କେଭିନର କେଉଁ କୋଣରେ ଜଗା ହୋଇଥିବା ପୋଷାକଟିକୁ ଝାଡ଼ି ଯୋଡ଼ି ବାହାରି ପଡ଼ିଲି ଦୁନିଆ ଦାଣ୍ଡ। ମୁଁ ଜାଣେ ନା କେତେ ଦିନ ତଳେ ସଫା ହୋଇଥିଲା ହିସାମାଟିକୁ। ସେଥିରୁ ବାହାରୁଥିବା ଦୁର୍ଗନ୍ଧକୁ ମୋ ପାଇଁ ଥିଲା ସୁବାସିତ ଅତର ସ୍ମୃତ ମୂଳ। ପେଟର ଭୋକ ପାଖରେ ସମସ୍ତ ଦୁର୍ଗନ୍ଧ ମୋ ପାଇଁ ଅତର ପାଲଟି ଯାଇଥିଲା। ପେଟର ଭୋକ ପାଖରେ ସମସ୍ତ ଦୁର୍ଗନ୍ଧ ମୋ ପାଇଁ ଅତର ପାଲଟି ଯାଇଥିଲା। ଭୋକର ଯନ୍ତ୍ରଣା ବଢ଼ି ବଢ଼ି ଚାଲିଥାଏ। ଭୋକର ଯନ୍ତ୍ରଣା ବଢ଼ି ବଢ଼ି ଚାଲିଥାଏ। ଅନ୍ୟପଟେ ଭିକ୍ଷା ବୃତ୍ତି ପାଇଁ ବିବେକ ଆଉ ମନକୁ ବାରମ୍ବାର ବାଧା ବି ଦେଉଥାଏ। ଅନ୍ୟପଟେ ଭିକ୍ଷା ବୃତ୍ତି ପାଇଁ ବିବେକ ଓ ମନକୁ ବାରମ୍ବାର ବାଧା ଦେଉଥାଏ। ମନ ଓ ବିବେକ ମଧ୍ୟରେ ସଂଘର୍ଷର ଶେଷରେ ମନର ହିଁ ବିଜୟ ହୁଏ। ବାଧ୍ୟ ହୋଇ ପାଖ ମନ୍ଦିର ପାଖକୁ ଧାଇଁଯାଏ। ମନ ଓ ବିବେକ ପ୍ରଶ୍ନର ଉଙ୍କି ମାରୁଥିଲେ ମଧ୍ୟ ବି ମୁଁ ଭୋକର ଯନ୍ତ୍ରଣାକୁ ଶାନ୍ତ କରିବା ପାଇଁ ଧାଇଁ ଯାଇଥାଏ ସେ ମନ୍ଦିର ପାଖକୁ। ଭୋକରେ ଜଳୁଥିବା ଅଗ୍ନିକୁ ଶାନ୍ତ କରିବାକୁ। କିନ୍ତୁ ପାଇଲି କ'ଣ? ମୁଠାଏ ଲାଞ୍ଛନା, ପ୍ରତାରଣା, ଅଧିକାର। ନିରାଶାର ମରୁରେ ପଥିକ ପରି ବାଟ ଚାଲୁଥାଏ। ଚାଲୁ ଚାଲୁ ଆଖି ଯାଇ ପଡ଼ିଲା ରାସ୍ତାର କଡ଼ରେ। ନିରାଶା ମରୁରେ ପଥିକରେ ବାଟ ଚାଲୁଥାଏ। ଚାଲୁ ଚାଲୁ ଆଖି ଯାଇ ପଡ଼ିଲା ରାସ୍ତା କଡ଼ରେ। ସଦ୍ୟ ବାନ୍ତି କରିଥିବା କ୍ଳେଦ ମିଶା କୁକୁର ବାନ୍ତି ଉପରେ
ମନ ମନ ବିବେକକୁ ପଚାରିବ, ବିଚାର କରିବ। ଏଇ ବିଚାର ବିମର୍ଶ ଭିତରେ ମୁଁ ଅଜାଣତରେ କେତେବେଳୁ ସେ କ୍ରୋଧମିଶା ବାଞ୍ଛିତ କପାଟିକୁ ଟେକି ଦେଇଛି ଜାଣେ ନା। ଏଇ ଭୋକର ଯନ୍ତ୍ରଣା ମୋତେ ଦୁନିଆ ଦାଣ୍ଡରେ ଭିକାରୀ ସଜେଇ ଦେଇଛି। ଏଇ ଭୋକର ଯନ୍ତ୍ରଣା ମୋତେ ଦୁନିଆ ଦାଣ୍ଡରେ ଭିକାରୀ ସଜେଇ ଦେଇଛି। ନିଜ ଗୋଡ଼ରେ ଛିଡ଼ା ହୋଇ ସ୍ୱାଭିମାନର ସହିତ ସମାଜରେ ବଞ୍ଚିବାକୁ ସ୍ୱପ୍ନ ଦେଖିଥିବା ମଣିଷଟା ଆଜି ସେ ସବୁକୁ ଭାଙ୍ଗିରୁଜି ଚୁରମାର ହେଇଯାଇଛି। ଏ ଭୋକର ଯନ୍ତ୍ରଣା ମୋତେ ଦୁନିଆ ଦାଣ୍ଡରେ ଭିକାରୀ ସଜେଇ ଦେଇଛି। ସେଦିନର ସକାଳଟା ମୋ ପାଇଁ ମୋ ଜୀବନର ମୋଡ଼ ବଦଳାଇ ଦେଇଛି। ସେଦିନର ସକାଳଟା ମୋ ଜୀବନର ମୋଡ଼ ବଦଳାଇ ଦେଇଛି। ଏ ଭୋକର ଯନ୍ତ୍ରଣା ମୋତେ ଆଜି ଦୁନିଆ ଦାଣ୍ଡରେ ଭିକାରୀ ସଜେଇ ଦେଇଛି। ଏ ଭୋକର ଯନ୍ତ୍ରଣା ମୋତେ ଆଜି ଦୁନିଆ ଦାଣ୍ଡରେ ଭିକାରୀ ସଜେଇ ଦେଇଛି। ସେଦିନର ସକାଳଟା ମୋ ଜୀବନର ମୋଡ଼କୁ ବଦଳାଇ ଦେଇଛି। ସେଦିନର ସକାଳଟା ମୋ ଜୀବନର ମୋଡ଼ ବଦଳାଇ ଦେଇଛି। ଧନ୍ୟବାଦ। ଦେବୀ ବି ବେଳେ ବେଳେ ପାଲଟିଯାଏ ରକ୍ତ ମାଂସଧାରୀ ମଣିଷ। ସବୁ ଦୁଃଖକୁ, ସବୁ କଷ୍ଟକୁ ନିଜ ଭିତରେ ସେ ଆପଣେଇ ନିଏ। ଦୁନିଆ ପାଇଁ ଏକ ଜ୍ୱଳନ୍ତ ଉଦାହରଣ ପାଲଟିଯାଏ। ପରବର୍ତ୍ତୀ କବିତା ରତ୍ନା, କବି ଲକ୍ଷ୍ମୀପ୍ରିୟା ଦାସ। ମୋର ଆଜିର କବିତାର ଶୀର୍ଷକ ରତ୍ନା। ରତ୍ନା। ଉଚ୍ଚା ନିଚା ପାହାଡ଼ର ଧାରେ ଅଙ୍କା ବଙ୍କା ରାସ୍ତା, ଉଚ୍ଚା ନିଚା ପାହାଡ଼ର ଧାରେ ଅଙ୍କା ବଙ୍କା ରାସ୍ତା, ବୁଦା ବୁଦା ଜଙ୍ଗଲ, ଝାଟିମାଟି ଚାଳଘର, ଛୋଟ ପଲ୍ଲୀ ଗାଁର କେଉଁ ଏକ ଆଦିବାସୀ ଇଲାକା, କେଉଁ ଏକ ଆଦିବାସୀ ଇଲାକା। କୁକୁଡ଼ାର ଡାକ ଆସିବା ଆଗରୁ, ସୂରୁଜ ଫୁଟିବା ପୂର୍ବରୁ ସେଜ ଛାଡ଼ି ରତ୍ନା ଘର ବାସି ପାଇଟି ସାରି ବାହାରିଯାଏ ସେଇ ରାସ୍ତା ଧାରେ। ସେ ଛୋଟ ସହରର ଅଭିମୁଖେ ବାବୁଘର ବାସି ପାଇଟି ପାଇଁ, ବାବୁଘର ବାସି ପାଇଟି ପାଇଁ। କର୍ମ ତାର ଜୀବନର ଆନନ୍ଦ, ନୂଆ ଏକ ସ୍ୱାଦ। କର୍ମ ବିନା ବ୍ୟତିବ୍ୟସ୍ତ ଜୀବନ, ସ୍ୱାଭିମାନ ତାର କର୍ମରେ। ବଞ୍ଚିବାର ରାହାରେ ବଞ୍ଚାଇଛି କର୍ମ, ବଞ୍ଚିବାର ରାହାରେ ବଞ୍ଚାଇଛି କର୍ମ। ପିଲା ଦୁଇଟି ପାଳିବାର ବୋଝ, ସବୁକିଛି ହଜାଇଛି ସିଏ। ପିଲା ଦୁଇଟି ପାଳିବାର ବୋଝ, ସବୁକିଛି ହଜାଇଛି ସିଏ। ଖାଲି ଆଗକୁ ବଢ଼ିବା ପାଇଁ ସମୟ ସାଥିରେ, ଖାଲି ଆଗକୁ ବଢ଼ିବା ପାଇଁ ସମୟ ସାଥିରେ। ଗତି କରେ ବିନା ଦ୍ୱିଧାରେ, ଗତି କରେ ବିନା ଦ୍ୱିଧାରେ। ହାତ ଧରି ଆସିଥିଲା ସ୍ୱାମୀ ତାର ଘର କରି ସଂସାର କରିବା ଲାଗି। ସଂସାରକୁ ହସି ଖେଳି ଆଗେଇଲା ବେଳେ କ'ଣ ହେଲା ସ୍ୱାମୀର କେଜାଣି? ଆଉ ଗୋଟେ ସ୍ତ୍ରୀ ନେଇ ଆସିଲା, ଜଳିଗଲା ଦେହ ରତ୍ନାର। ଆଉ ଗୋଟେ ସ୍ତ୍ରୀ ନେଇ ଆସିଲା, ଜଳିଗଲା ଦେହ ରତ୍ନାର। ମନ ଓ ପ୍ରାଣର ଭରିଗଲା ବିଷ, ମନ ଓ ପ୍ରାଣରେ ଭରିଗଲା ବିଷ। ଲଜ୍ଜାରେ ମୁଣ୍ଡ ଟେକି ପାରିଲାନି, କେମିତି ବଞ୍ଚିବ ସେ ଦୁଇଟି ଛୁଆ ପାଖରେ, କେମିତି ବଞ୍ଚିବ ସେ ଦୁଇଟି ଛୁଆ ପାଖରେ। କ'ଣ ଅଭାବ ଦେଖିଲା ସ୍ୱାମୀ ତା ପାଖରେ ଯେ ଆଉ ଜଣଙ୍କର ହାତ ଧରି ଆସିଲା। କ'ଣ ଅଭାବ ଦେଖିଲା ଯେ ସ୍ୱାମୀ ତା ପାଖରେ ଆଉ ଜଣଙ୍କର ହାତ ଧରି ଆସିଲା। କିରୋସିନି ଜାଳିଦେଲା, କିରୋସିନି ଢାଳି ଦେହରେ ନିଆଁ ଲଗାଇଦେଲା, କିରୋସିନି ଢାଳି ଦେହରେ ନିଆଁ ଲଗାଇଦେଲା। ଗ୍ଲାନି ଆଉ ପରାଭବରେ, ଗ୍ଲାନି ଆଉ ପରାଭବରେ। ହେଲେ ଈଶ୍ୱରଙ୍କ ଇଚ୍ଛା ଅଲଗା, ବଞ୍ଚିଗଲା ସେ। ହେଲେ ଈଶ୍ୱରଙ୍କ ଇଚ୍ଛା ଅଲଗା, ବଞ୍ଚିଗଲା ସେ। ଜଳନ୍ତା ଦେହ, ଖିନଭିନ୍ ଚମଡ଼ା, ବୁଝାଇଲେ ସାଙ୍ଗସାଥୀ, ବୁଝାଇଲେ ସାଙ୍ଗସାଥୀ। ସେଇଦିନୁ ଦୁଇ ପିଲା ନେଇ ଚାଲି ଆସିଲା ରତ୍ନା, ସେଇଦିନୁ ଦୁଇ ପିଲା ନେଇ ଚାଲି ଆସିଲା ରତ୍ନା। ସଂସାର ବାନ୍ଧିଛି ଆଜି
ମଣିଷ କରି ବଞ୍ଚାଇବ ଦୁଇ ପିଲାଙ୍କୁ ଅଣ୍ଟା ଭିଡ଼ି ଆଗକୁ ବଢ଼ିଛି। ଅଣ୍ଟା ଭିଡ଼ି ଆଗକୁ ବଢ଼ିଛି, ଜୀବନ କାହାଣୀକୁ ଆହୁରି ଦୃଢ଼ୀଭୂତ କରିଛି। ଜୀବନ କାହାଣୀକୁ ଆହୁରି ଦୃଢ଼ୀଭୂତ କରିଛି। ଧନ୍ୟବାଦ, ନମସ୍କାର। ଆସନ୍ତୁ ଏବେ ଦେଖିବା ଆଜିର ପ୍ରଜନ୍ମର ଗଳ୍ପ ବର୍ଷା। ଗାଳ୍ପିକା ପ୍ରିୟଙ୍କା ବିଶ୍ୱାଳ। 4 ଦିନ ହେଲା ପ୍ରବଳ ଲଗାଣ ବର୍ଷାରେ ଗାଁ ରାସ୍ତା ଗୁଡ଼ି ଘର ଭିତରେ ପାଣି ପଶିଗଲାଣି। ବାସୁଆ କେମିତି ନିଜ ଘରଟିକୁ ଏ ବର୍ଷା ପବନ ଦାଉରୁ ରକ୍ଷା କରିବ? ଅର୍ଥ ଅଭାବ ଯୋଗୁଁ ଗଲା ବର୍ଷ ଠାରୁ ଏ ଘର ଖଣ୍ଡକ ଛପର କରିପାରିନି। ବରଡ଼ା କେତଟା ଚାଳ ଉପରେ ଗୁଞ୍ଜି ଦେଇଛି ବାସୁଆ। ହେଲେ ଏଇ ଝଡ଼ ବତାସରେ ସେଇ ଶୁଖିଲା ବରଡ଼ା କ'ଣ ଚାଳ ଉପରେ ରହିବ? ଚାଳରୁ କାଠ ବାଉଁଶ ବି ଉଡ଼ିଗଲା। ଘର ସାରା ଏତେ ପାଣି ଯେ ନା ଚାଲିବ। ହଠାତ୍ ଭୁସ୍ ଭୁସ୍ ହୋଇ ମାଟି କାନ୍ଥଟା ଭୁଷୁଡ଼ି ପଡ଼ିଲା। ରୋଗିଣୀ ସ୍ତ୍ରୀଟା ସେଇ କାନ୍ଥକୁ ଆଉଜି ବସିଥିଲା। ଭାଗ୍ୟ ଭଲ, ତାର କିଛି କ୍ଷତି ହୋଇନି। ସ୍ତ୍ରୀକୁ ଟାଣି ଆଣି ଘରର ଆଉ ଗୋଟାଏ କୋଣରେ ବସାଇ ଦେଲା, ଯେଉଁ ସ୍ଥାନରେ ମୁଣ୍ଡ ଉପରେ ବେଶୀ ପାଣି ପଡ଼ୁନଥିଲା। ବାସୁଆ ସ୍ତ୍ରୀକୁ ଖଣ୍ଡେ ବରଡ଼ା ଧରାଇ ଦେଇ ତାକୁ ମୁଣ୍ଡ ଉପରେ ଥୋଇ ବସିବାକୁ କହିଲା। ରାତି ସାରା ବାସୁଆ ଓ ତା ସ୍ତ୍ରୀ ବର୍ଷାରେ ଭିଜି ଭୋକ ଉପାସରେ ବସିଥାନ୍ତି। ସକାଳ ହେଲା, ତାପରେ ଗାଁକୁ ଅଫିସରମାନଙ୍କ ଲମ୍ବା ଲାଇନ ଲାଗିଲା। କେତେ ନ୍ୟୁଜ୍ ଚ୍ୟାନେଲ ବାଲା ଆସି ଫଟୋ ଉଠାଇଲେ ଓ ନାନା ପ୍ରଶ୍ନ ପଚାରିଲେ। ଏମିତି 2-3 ଘଣ୍ଟା ଚାଲିଲା ଆଲୋଚନା ସମାଲୋଚନା। ସରକାର ଘୋଷଣା କଲେ ଝଡ଼ ବତାସରେ ଯେଉଁମାନଙ୍କ ଘର ଭାଙ୍ଗି ଯାଇଛି ସେମାନଙ୍କୁ ସରକାରଙ୍କ ତରଫରୁ ଘର ମିଳିବ। ସେମାନେ ତାଙ୍କ ଭଙ୍ଗା ଘରର ଫଟୋ ସହିତ ନିଜ ପରିଚୟ ପତ୍ରର ନକଲ ଦାଖଲ କରି ଆବେଦନ କରିବେ। ବାସୁଆ 50 ଟଙ୍କା ଖର୍ଚ୍ଚ କରି ନିଜ ଭଙ୍ଗା ଘରର ଫଟୋ ଉଠାଇ ହାକିମଙ୍କ ପାଖକୁ ଗଲା। ହାକିମଙ୍କର ପିଅନ ବାସୁଆକୁ ଡାକି କହିଲା, ଘର ପାଇବା ପାଇଁ ତତେ ହାକିମଙ୍କୁ 2000 ଟଙ୍କା ହାତ ଖର୍ଚ୍ଚ ବାବଦକୁ ଦେବାକୁ ପଡ଼ିବ। 2000 ଟଙ୍କା? ଆଶ୍ଚର୍ଯ୍ୟ ହୋଇ କହିଲା ବାସୁଆ। ହେଲେ ବାବୁ, ମୁଁ କ'ଣ ପାଇଁ ଟଙ୍କା ଦେବି? ମୁଁ ତ ମିଛ କହୁନି। ସତରେ ମୋ ଘର ଭାଙ୍ଗି ଯାଇଛି। ସତ କହୁଛୁ ବୋଲି 2000 ଟଙ୍କା ମାଗୁଛୁ। ଯଦି ମିଛ କହିଥାନ୍ତୁ ତେବେ 10,000 ମାଗିଥାନ୍ତୁ। ୱାର୍ଡ ମେମ୍ବର ଦାସବାବୁ କହୁଛନ୍ତି ସେଇ ଘର ପାଇଁ 15,000 ଦେବେ। ତୁ ଟଙ୍କା ନ ଦେଲେ ତୋ ପାଇଁ ଆସିଥିବା ଘରଟା ତାଙ୍କ ନାଁକୁ ଚାଲିଯିବ। ମାତ୍ର 2000 ଟଙ୍କା ଦେଇଦେ। ଟଙ୍କା 500 ଖର୍ଚ୍ଚ ପାଇଁ ଚାଳ ଘର ଖଣ୍ଡକ ଛପର କରିପାରିନଥିବା ବାସୁଆକୁ ମାତ୍ର 2000 ଟଙ୍କା 2 କୋଟି ଭଳି ଲାଗିଥିଲା। ହେଲେ ଏ କଥା କେହି ବୁଝିପାରିବେ ନାହିଁ। କେବଳ ବୁଝିପାରିବ ତାର ରୋଗିଣୀ ସ୍ତ୍ରୀ, ଯିଏ ରାତି ସାରା ବର୍ଷାରେ ଭିଜି ଭିଜି ରାତି କାଟିଛି। ତାଙ୍କ କବିତା ଶୁଣିଲେ ଜଣାପଡ଼େନି ସେ ନବୀନ ବୋଲି। ବୟସ କମ୍, ଅନୁଭବ କିନ୍ତୁ ବହୁ ଅଧିକ। ତାଙ୍କ କବିତାରେ ବାରି ହେଇ ପଡ଼େ ଗୋଟେ ପାକଳ ହାତର ସ୍ୱାକ୍ଷର। କବି ରାଜେନ୍ଦ୍ର ଗିରି। ଆସନ୍ତୁ ଏବେ ଦେଖିବା ତାଙ୍କର କବିତା ମେହେନ୍ତର ଗଳି। କବିତା ମେହେନ୍ତର ଗଳି, କବି ରାଜେନ୍ଦ୍ର ଗିରି। ମୋ କବିତାର ନାମ ମେହନ୍ତର ଗଳି। କେବେ ଦିନେ କବି ଯାଇଥିଲେ, କେବେ ଦିନେ କବି ଯାଇଥିଲେ ନିରୁତା ହସ ଖୋଜି। ସହରର ସବୁ ଗଳି ପଥ ବାଛି ଯୋଗୀଟିଏ ସାଜି। ହଁ, କେବେ ଦିନେ କବି ଯାଇଥିଲେ ନିରୁତା ହସ ଖୋଜି। ସହରର ସବୁ ଗଳି ପଥ ବାଛି ଯୋଗୀଟିଏ ସାଜି। ଧରିଲେ ତୁମ୍ବା ଥାଳ ଭିକାରୀ ବଳଙ୍କ ରାଗ, ଧରିଲେ ତୁମ୍ବା ଥାଳ ଭିକାରୀ ବଳଙ୍କ ରାଗ। ଦେଖିଲେ ସିନେମା ଛକ ଷ୍ଟେସନ ପାଖ,
ଚାନ୍ଦିପୁର ବେଳାଭୂମି ବୁଢ଼ା ବଳଙ୍କ ତଟ। ସୁନହଟ ପୀର ବାବା ନୂଆ ବଜାର ହାଟ। ସବୁଠି ଚାଲିଛି ସମୟର ତଣ୍ଟି କାଟ। କବି ଏବେ ଫେରିଲେ ଥରି ମୌନ ବ୍ରତ। ଠାପୁଆ ଗାଲରେ ତାଙ୍କର ସହରେ ଅବଶସ୍ତ୍ର ଭେଟ। ଯାଉ ଯାଉ ଝୁଣ୍ଟିଲେ ଦେଖି ମେହନ୍ତର ଗଳିପଥ। ହସଟିଏ ଖେଳୁଥିଲା ଆଲି ମାଟି ଦେହେ କରି ଗାତ। ମେହନ୍ତରୀ ଯେତକ କାଳି ସୁନ୍ଦରୀ ଛାତିରୁ ଲୁଗା ହୁକୁଳି। ପଥଧାରେ ବସି ବାସନ মাজନ୍ତି ନାଭି ପାଶେ ଖୁସିକିଳି। ସହର ଯାକର ଯେତକ ଭେଣ୍ଡିଆ ଏଇଠି ଭେଳା ଭେଳା। ନବବଧୂତା ସ୍ନାନ କରେ ସବୁଠି ଖୋଲାମେଲା। ପୁଣ୍ଟି ଝିଅଟା ଅଙ୍ଗୁଳି ଖେଞ୍ଚି ନାକରୁ କାଢ଼େ ବକଳା। ମେହନ୍ତରଟା କାମରୁ ଫେରି ଦିଶଇ କେତେ ବିକଳା। ଯେବେ ପଥ ପରେ ସଞ୍ଜ ନଇଲା ସବୁ ଘର ଡିବିରି ପେଟରେ ନାଲି ଜହ୍ନ ଦିଶିଲା। ଆକାଶର ଧଳା ଜହ୍ନ ବାଘୁଆ ଧରିଲା। ସାହି ଦେବୀଙ୍କ ଦୀପ ଲିଭି ଧୂଆଁ ଉଠିଲା। 17 ବୟସୀ କେତେଟା ସହର ଗଲା। ମାଇପି ପିଠିରେ ମଦୁଆର ତାଳିମାଡ଼ ଶୁଭିଲା। କବି ଏବେ ଦେଖିଲେ ଖୁସି ସବୁ ସରସଜ୍ଜା ହସକୁ ଲେଫି। ରାତି ଏବେ ଆହୁରି ଗାଢ଼। ମେହନ୍ତର ଗଳିପଥ ରକ୍ତ ଚାଟି। କବି ଏବେ ବିଷର୍ଣ୍ଣ ଦିଶିଲେ କହି ମୌନ ବ୍ରତ ଭାଙ୍ଗିଲେ। ଧନ୍ୟବାଦ। এই ସପ୍ତାହରୁ ପ୍ରଜନ୍ମ ଆରମ୍ଭ କରିଛି ଏକ ନବ ପ୍ରୟାସ, ପ୍ରଜନ୍ମ କ୍ଲାସିକ୍। ଏହି ପରମ୍ପରାରେ ଆମେ ଦେଖିବା, ଶୁଣିବା ଓଡ଼ିଆ ସାହିତ୍ୟର କିଛି କ୍ଲାସିକ୍ ରଚନାକୁ। ଆସନ୍ତୁ ଆଜି ଦେଖିବା ବିଦ୍ୟୁତ ପ୍ରଭା ଦେବୀଙ୍କର ଲିଖିତ ଜନମ ମାଟି। ଆବୃତ୍ତି କରିଛନ୍ତି ମଞ୍ଜୁବାଳା ଦାସ। କବିତା ଜନମ ମାଟି, କବି ବିଦ୍ୟୁତ ପ୍ରଭା ଦେବୀ, ଆବୃତ୍ତି ମଞ୍ଜୁବାଳା ଦାସ। ବିଦ୍ୟୁତ ପ୍ରଭା ଦେବୀଙ୍କ କବିତା ଜନମ ମାଟି। ଧରାରେ ଯେ ଦିନ ପାଦ ଦେଇ ଆମେ କାନ୍ଦିଲୁ କୁଆଁ କୁଆଁ, ଗଢ଼ା ହେଲା ଏଇ ଜନମ ମାଟିରେ ଜୀବନର ମୂଳ ଦୁଆ। ଏଇ ଗାଁ ଗାଡ଼ିଆ ଶାମୁକାର ଦାଡ଼େ ନାହିଁ ହୋଇଥିଲା କଟା, ଖାଇଥିଲୁ ଦିନେ ଘୋରା ଔଷଧି ଏଇ ବଣ ଚେର ଲଟା। ରଡ଼ନିଆ ସେ ହଳଦୀ ତେଲରେ ଏଇ ମୁଲକର ଧାଇ, ମାଠି ମୁଠି ଥିଲା କଅଁଳ ଚମକୁ ନାନା ବାଇ ଗୀତ ଗାଇ। ସ୍ନେହ ବୁଢ଼ୀ ମା ସୁଆଁଲଟି ବଳା ନାଇ ଦେଇ ହାତେ ଗୋଡ଼େ, ଏଇ ଘରେ ଦିନେ ଗେଲ କରୁଥିଲା ଆମକୁ ଜାକି ତା କୋଡ଼େ। ଆଜି ଯେତେ ଭୋଗୁ ବିଳାସ ବ୍ୟସନ ହୋଇ ସଦା ପୋଥି କୀଟ, ଟାଣେ କିନ୍ତୁ ସେଇ ପ୍ରିୟ ପଲ୍ଲୀର ଶାନ୍ତ ମଧୁର ପୀଠ। ସହର ବଜାରୁ ପ୍ରସାଧନ କିଣି
ଯେତେ ହେଉ ଦେହେ ବୋଳି ମନେ ପଡ଼େ ସେଇ ହଳଦୀ କାଠୁଆ ଛିଣ୍ଡା ହେଁସ ଟିକି ଦୋଳି ଯେତେ ଦେଖୁ ଆଜି ପ୍ରବାସେ ସୁଚାରୁ ଧବଳ ପ୍ରସୂତି ଗୃହ ନୟନେ ନାଚଇ ଚିର ଭୁଲା ସେ ଗାଁ ଷଠି ଘର ମୁହଁ ଯେତେ ପଛେ ଆଜି ସଭ୍ୟ ବୋଲାଉ ଦେହ ମନରେ ଆମେ ବିଜୟ ଗରବେ ନାଚୁ ଆମେ ସବୁ ଜନ୍ମ ମାଟିର ନାମେ। दर्शक बंधु आज कार्यक्रमटी आपण मानक केमिति लागिला आमको मतामत निश्चय देबे। आमको मतामत दबार व्हाट्सएप नंबर टी हैला 7978733002। हाँ दर्शक बंधु आपण माने मध्य आपणकर मतामत आमर यूट्यूब चैनल रो कमेंट बॉक्स रे दे परिबे। प्रत्येक सोमवार दिन सकाळ 9 घटिका समय प्रजन्म दृश्य एवं श्राव्य साहित्य पत्रिकाटी यूट्यूब रे उपलब्ध हुए। एई पत्रिका रे जदि आपण माने निजको देखिबाकू चाहुचंती ताहले आपण मानकर गल्प कविता किंबा प्रबंध को मोबाइल ले वीडियो रिकॉर्डिंग करी आमर व्हाट्सएप नंबर 7978733002 नंबर रे आम पाखक पठेई दियंतु एवं आमे क्रमान्वये ताहाकू स्थान देबु। आपण जदि आम चैनल को सब्सक्राइब करि नाहंती ताले एबे सब्सक्राइब करि नियंतु। अधिक रु अधिक दर्शक पाखरे यह पहुंचीबा पई आमर यूट्यूब चैनल को शेयर करंतु। आम हातरे हाथ मिलांतु ओडिया भाषा और साहित्य को टिके आगको आगे नबारे साहाय्य करंतु। रहुछि पुणी देखा हब आउ एक नुआ संख्यारे। नमस्कार।